न तस्मै श्री गुरवे नमः। नमो विष्णुपादाय विष्णुपृष्ठाय भूतले श्रीमते भक्तिवेदांत स्वामिने इति नामिने। नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे वंशाकल्पतरुभश्च कृपा सिन्धुभैव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त वृंद। हरे कृष्णा कृष्ण कृष्ण हरे 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 राम 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 हरे हरे। मुखं करोति वाचालं पंगुलं हयते गिरिं यत्कृपातमहं वन्दे परमानन्दमाधवं श्रीगुरुदिनतारिणं श्रीचैतन्य ईश्वरम्। श्रीमद् भगवद गीता 10वां अध्याय श्लोक नंबर 37। वृष्णिनां वासुदेवस्मि पांडवानां धनंजय मुनिना प्रियं व्यास कविनाम उशना कवि। वृष्णिकर वंशधर ମାନଙ୍କ ମଧ୍ୟରେ ମୁଁ वासुदेव। विष्णु वंश रे भगवान कृष्ण जन्म ग्रहण करिছিলেন। वसुदेवर पुत्र रूपे তার নাম ছিল বাসুদেব। সেজন্য তিনি বলছেন বিষ্ণুর বংশধর মধ্যে আমি হচ্ছি বাসুদেব। তো এই বসুদেব শব্দের অর্থ হচ্ছে সে বসুদেবଙ୍କର পুତ୍ର। ସେଥିପାଇଁ କି ଆମମାନେ ସବୁବେଳେ ଗୀତା ଭାଗବତ ପଢିବା ଆଗରୁ ଓମ୍ ନମଃ ଭଗବତେ ବାସୁଦେବାୟ କୁହେ। ଶ୍ରୀମଦ ଭାଗବତମର ପ୍ରଥମ ଲାଇନ ହଉଛି ଓମ୍ ନମଃ ଭଗବତେ ବାସୁଦେବାୟ। କିନ୍ତୁ ଅନେକ ଅଛନ୍ତି ଯେ କୃଷ୍ଣ ଏ ବସୁଦେବଙ୍କର ପୁତ୍ର ବାସୁଦେବ ଯେ ଭଗବାନ ସେଟାକୁ ମାନନ୍ତିନି। ସେମାନେ କହନ୍ତି ଯେ କୃଷ୍ଣ ନୁହଁ, କୃଷ୍ଣଙ୍କ ଭିତରେ ଜଣେ ପରମାତ୍ମା ଅଛନ୍ତି, ସେ ସବୁ କରୁଛନ୍ତି। ଯୋଉଟା କି ଠିକ ନୁହଁ। କୃଷ୍ଣଙ୍କ ମଧ୍ୟରେ କୌଣସି ପରମାତ୍ମା ନାହାନ୍ତି କିମ୍ବା ଆତ୍ମା ବି ନାହିଁ। ତାଙ୍କର ଦେହ ଆତ୍ମା ପରମାତ୍ମା ସବୁ ଏକ। ଏଠି ବୁଝିବାକୁ ପଡିବ। ସେଥିପାଇଁ ଆପଣମାନେ ଦେଖିଥିବେ ଗୀତା ପ୍ରେସରେ ଯେତେ ବହି ଅଛି ଓମ୍ ନମଃ ଭଗବତେ ବାସୁଦେବାୟ ଲେଖା ନାହିଁ। ସେମାନେ ଲାଗି ଓମ୍ ପରମାତ୍ମନେ ନମଃ, ପରମାତ୍ମନେ ନମଃ। କାହିଁକି ନା ସେମାନେ ବସୁଦେବ ପୁତ୍ର ବାସୁଦେବଙ୍କର ଭକ୍ତ ନୁହନ୍ତି। ଏଠାରେ କୃଷ୍ଣ କହୁଛନ୍ତି ଯେ ବିଷ୍ଣୁଙ୍କର ବଂଶଧର ମାନଙ୍କ ମଧ୍ୟରେ ମୁଁ ବାସୁଦେବ, ପାଣ୍ଡବ ମାନଙ୍କ ମଧ୍ୟରେ ମୁଁ ଅର୍ଜୁନ, ମୁନି ମାନଙ୍କ ମଧ୍ୟରେ ମୁଁ ବ୍ୟାସ। କବି କବି ମାନଙ୍କ ମଧ୍ୟରେ କବି ମାନେ ଏଠି କରାହଉଛି କବି ପ୍ରସିଦ୍ଧ ଚିନ୍ତାଶୀଳ ବ୍ୟକ୍ତି। କବି ମାନେ ଯେଉଁମାନେ କବିତା ଲେଖନ୍ତି, ଗୀତ ଲେଖନ୍ତି, କେବଳ ସେମାନଙ୍କ କଥା କୁହାଯାଉନି। ପ୍ରସିଦ୍ଧ ଚିନ୍ତାଶୀଳ ବ୍ୟକ୍ତି ମାନଙ୍କ ଭିତରେ କୁହାଯାଉଛି। ଚିନ୍ତାଶୀଳ ବ୍ୟକ୍ତି ମାନେ ଶୁଣନ୍ତୁ ଉସନା। ଏ ଉସନା କିଏ ମୁଁ ଭଲ ଭାବେ ଜାଣିନି, ପ୍ରଭୁପାଦ କହିଥିବେ ପରପଟରେ ତାହେଲେ ବୁଝିବା। କୃଷ୍ଣ ଆଦି ପୁରୁଷ ଭଗବାନ ଅଟନ୍ତି ଏବଂ ବାସୁଦେବ କୃଷ୍ଣଙ୍କର ପ୍ରତ୍ୟକ୍ଷ ବିଷ୍ଣୁତାଂଶ ଅଟନ୍ତି। ଭଗବାନ ଶ୍ରୀକୃଷ୍ଣ ବଳଦେବ ଉଭୟ ବସୁଦେବଙ୍କ ପୁତ୍ର ରୂପେ ଆବିର୍ଭୂତ ହୋଇଥିଲେ। ଏଠି ପ୍ରଭୁପାଦ ବିଷୟଟିକୁ ଆଉ ଟିକେ ସୁସ୍ପଷ୍ଟ କରି ଦଉଛନ୍ତି
ଯେ କୃଷ୍ଣ ହଉଛନ୍ତି ଆଦି ପୁରୁଷ। ସେ କୃଷ୍ଣ ହଉଛି ସ୍ୱୟଂ ଭଗବାନ। ଏତେ ଚାଂଶ କଲା ପୁରୁଷ କୃଷ୍ଣସ୍ତୁ ଭଗବାନ ସ୍ୱୟଂ। ତ ବାସୁଦେବ ଆଉ ବଳରାମ ये कृष्णଙ୍କର एक्सपेंशन। କୃଷ୍ଣ ଯୋଉ ବୃନ୍ଦାବନରେ କୃଷ୍ଣ ତାଙ୍କର ବଳଦେବ ପ୍ରକାଶିତ ହେଲେ। ସେ ଚତୁର୍ଭୁଜ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ। ତାହେଲେ କୃଷ୍ଣ ହଉଛନ୍ତି ବାସୁଦେବ ହଉଛନ୍ତି କୃଷ୍ଣଙ୍କର ପ୍ରତ୍ୟକ୍ଷ ବିସ୍ତୃତାଂଶ ଏକ୍ସପାନ୍ସନ। ତ ଭଗବାନ କୃଷ୍ଣ ବଳରାମ ବସୁଦେବଙ୍କ ପୁତ୍ର ରୂପେ ଆବିର୍ଭୂତ ହୋଇଥିଲେ। ପାଣ୍ଡୁଙ୍କର ପୁତ୍ର ମାନଙ୍କ ମଧ୍ୟରେ ପଞ୍ଚ ପାଣ୍ଡବ ଆମେ କହୁଛେ। ପଣ୍ଡୁ ପୁତ୍ର ପାଣ୍ଡବ ଆଉ ଧୃତରାଷ୍ଟ୍ର ପୁତ୍ର ନା କୌରବ କୁରୁ ବଂଶରେ। ପାଣ୍ଡବ ମାନେ ବି କୁରୁ ବଂଶରେ ଜନ୍ମ ହୋଇଛନ୍ତି। ତାଙ୍କୁ ବିଶେଷ କରି ଅଲଗା କରି କୁହାଯାଉଛି। ଧୃତରାଷ୍ଟ୍ର କହିଲେ ମାମ କାହା ପାଣ୍ଡବାସ୍ୟ। ମୋ ପୁତ୍ର ପାଣ୍ଡୁପୁତ୍ର। ସେଥିପାଇଁ ପାଣ୍ଡୁ ମାନେ ବି କୁରୁ ବଂଶରେ ସେମାନେ। କିନ୍ତୁ ସେମାନଙ୍କୁ ଆଇଡେଣ୍ଟିଫାଏ କରିବା ପାଇଁ କି ଦୁର୍ଯ୍ୟୋଧନ ଏମାନଙ୍କୁ କୌରବ କୁହାହେଲା ଆଉ ପଞ୍ଚ ପାଣ୍ଡବ କୁହାହେଲା। ଏ ପଞ୍ଚ ପାଣ୍ଡବ ମଧ୍ୟରେ ଅର୍ଜୁନ ଖୁବ୍ ପ୍ରସିଦ୍ଧ ବୀର। ବାସ୍ତବରେ ସେ ମାନବ ମାନଙ୍କ ମଧ୍ୟରେ ସର୍ବୋତ୍ତମ ଅଟନ୍ତି। ସେଇଥିପାଇଁ ସେ କୃଷ୍ଣଙ୍କର ପ୍ରତିନିଧିତ୍ୱ କରନ୍ତି। ଏପର୍ଯ୍ୟନ୍ତ ଆମେ ଶୁଣୁଛେ ଯେତେ ବିଭିନ୍ନ ବ୍ୟକ୍ତିତ୍ୱ ବିଭିନ୍ନ ବସ୍ତୁ ରହିଛି ତାର ମଧ୍ୟରେ ଯେ ସବୁଠୁ ଶକ୍ତିଶାଳୀ ବେଶୀ ପ୍ରସିଦ୍ଧ ବେଶୀ ଗୁଣବାନ ଯାହାର ପ୍ରାଧାନ୍ୟ ବେଶୀ ସେଗୁଡିକ କୃଷ୍ଣଙ୍କର ପ୍ରତିନିଧିତ୍ୱ କରେ। ବିଦ୍ୱାନ ପଣ୍ଡିତ ମୁନି ମାନଙ୍କ ମଧ୍ୟରେ ବ୍ୟାସଦେବ ହେଉଛନ୍ତି ମହାନ। ଅର୍ଥାତ୍ ଯେଉଁମାନଙ୍କୁ ବୈଦିକ ଜ୍ଞାନ ଭଲ ରକମ ଜଣା ଅଛି ସେମାନଙ୍କ ମଧ୍ୟରେ ବ୍ୟାସଦେବ ପରାଶର ମୁନିଙ୍କର ଉତ୍ତର ରୂପରେ ବ୍ୟାସଦେବ କୃଷ୍ଣ ଦ୍ୱୈପାୟନ ବ୍ୟାସ। ବ୍ୟାସ ହଉଛି ତାଙ୍କ ଟାଇଟିଲ। ତା ନାଁ ହଉଛି କୃଷ୍ଣ ଦ୍ୱୈପାୟନ। ସେ ଦ୍ୱୀପରେ ମଧ୍ୟ ଜନ୍ମ ଗ୍ରହଣ କରିଥିଲେ ଦ୍ୱୈପାୟନ। ତ ପ୍ରତି ମନ୍ୱନ୍ତରରେ ମୁଁ ଶୁଣିଛି ଯେ ବ୍ୟାସ ଇନ୍ଦ୍ର ଏମାନଙ୍କ ସବୁ ନୂଆ ନୂଆ ଯୁକ୍ତ ହୁଅନ୍ତି। ନାଁ ବି ଅଲଗା ଅଲଗା ହୁଏ। ବର୍ତ୍ତମାନ ଯୋଉ ବ୍ୟାସ ତାଙ୍କ ନାଁ ହଉଛି କୃଷ୍ଣ ଦ୍ୱୈପାୟନ ବ୍ୟାସ। ସେ ହଉଛନ୍ତି ଭଗବାନ କୃଷ୍ଣଙ୍କର ଅବତାର। ସତ୍ୟବ୍ୟାସ ଅବତାର। ସେଥିପାଇଁ ତାଙ୍କୁ ଭଗବାନ ବୋଲି ବି ମଧ୍ୟ ସମ୍ବୋଧନ କରାଯାଏ। ସୁଖଦେବଙ୍କୁ ଭଗବାନ ବୋଲି ପ୍ରଚାର ସେ ଭଗବାନ ନୁହନ୍ତି କିନ୍ତୁ ଖୁବ୍ ଉନ୍ନତ ଭକ୍ତ ଉନ୍ନତ ଶ୍ରେଣୀର ମଣିଷକୁ ବି ଭଗବାନ ବୋଲି କେତେବେଳେ କେତେବେଳେ ସମ୍ବୋଧନ କରାହୁଏ। ତ ସେଥିପାଇଁ ପ୍ରଭୁପାଦ କହିଲେ ଯେ ବ୍ୟାସଦେବ ମହାନ କାହିଁକି ନା ସେ କଳି ଯୁଗର ସାଧାରଣ ଲୋକମାନଙ୍କର ବୋଧଗମ୍ୟ ହେଲା ଭଳି ବୈଦିକ ଜ୍ଞାନକୁ ବିଭିନ୍ନ ଢଙ୍ଗରେ ପ୍ରକାଶ କରିଲେ। ବିଭିନ୍ନ ଢଙ୍ଗରେ ବେଦ ବେଦାନ୍ତ ଉପନିଷଦ ପୁରାଣ ଏସବୁ ବ୍ୟାସଦେବ ଦ୍ୱାରା ଲିଖିତ ହେଲା। ବିଭିନ୍ନ ସ୍ତରର ମଣିଷ ଅଛନ୍ତି। ନିମ୍ନ ସ୍ତର ମଣିଷ ଅଛନ୍ତି, ମଧ୍ୟମ ସ୍ତର ମଣିଷ ଅଛନ୍ତି, ଉନ୍ନତ ଶ୍ରେଣୀ ମଣିଷ ଅଛନ୍ତି, ଉନ୍ନତ ଚିନ୍ତାଶୀଳ ବ୍ୟକ୍ତି ଅଛନ୍ତି, ସାଧାରଣ ବ୍ୟକ୍ତି ଅଛନ୍ତି। ସମସ୍ତଙ୍କୁ ନେଇକି କିନ୍ତୁ ଉପରକୁ ଉଠେଇବେ। ଯୋଉମାନେ ଏକେବାରେ ନିମ୍ନ ସ୍ତର ଲୋକ କର୍ମର ପ୍ରତି ଖୁବ୍ ଆସକ୍ତ ହଁ ସେଥିପାଇଁ ତାଙ୍କ ପାଇଁ କଣ କଲେ ନା କର୍ମକାଣ୍ଡ କରିଦେଲେ। ଜ୍ଞାନୀ ମାନଙ୍କ ପାଇଁ ଜ୍ଞାନ କାଣ୍ଡ ଦେଲେ। ଆଉ ଯୋଉମାନେ ଭଗବାନଙ୍କ ପରମ ଭକ୍ତ ତାଙ୍କ ଭକ୍ତିର କଥା କହିଲେ। ସମସ୍ତ ବୈଦିକ ସାହିତ୍ୟରେ ଭଗବାନ ଶ୍ରୀକୃଷ୍ଣ ମଣିଷ ସମାଜକୁ ଉନ୍ନତ କରିବା ପାଇଁ କି ଉପରକୁ ଉଠେଇବା ପାଇଁ କି ବିଭିନ୍ନ ପ୍ରକାର ସେ କଥା ବର୍ଣ୍ଣନା କଲେ ଜ୍ଞାନ ଦେଲେ। ତ ଆଉ ମଧ୍ୟ ବ୍ୟାସଦେବ ହେଉଛନ୍ତି କୃଷ୍ଣଙ୍କର ଅବତାର ରୂପରେ ପରିଚିତ ପ୍ରଭୁପାଦ କହୁଛନ୍ତି।
ତେଣୁ ବ୍ୟାସଦେବ କୃଷ୍ଣଙ୍କର ପ୍ରତିନିଧି ଅଟନ୍ତି। ଯେଉଁମାନେ କୌଣସି ବିଷୟରେ ଗଭୀର ଭାବରେ ଚିନ୍ତା କରିପାରନ୍ତି ସେମାନଙ୍କୁ କବି କୁହାଯାଏ, ଚିନ୍ତାଶୀଳ ବ୍ୟକ୍ତି। ଗଭୀର ଚିନ୍ତା କରିକି ସେମାନେ ନୂଆ ନୂଆ ଜିନିଷ ବାହାର କରନ୍ତି, ବୁଝିପାରିଲେ କି? ତ ସେମାନଙ୍କୁ କବି କୁହାଯାଏ। କବି ମାନଙ୍କ ମଧ୍ୟରେ ଉଶନା ଅସୁର ମାନଙ୍କର ଗୁରୁ ଥିଲେ। ଅସୁର ମାନଙ୍କ ଦୈତ୍ୟ ମାନଙ୍କର ଗୁରୁ ଶୁକ୍ରାଚାର୍ଯ୍ୟ। ଉଶନା କି ଶୁକ୍ରାଚାର୍ଯ୍ୟ କୁହାଯାଉଛି ନା ଉଶନା ପରେ ଆଉ ଜଣେ କିଏ ଥିଲେ, ସେଟା ଖୋଜିକି ବାହାର କରିବାକୁ ପଡିବ, ଜାଣିବାକୁ ପଡିବ। ତ କବି ମାନଙ୍କ ମଧ୍ୟରେ ଉଶନା ଅସୁର ମାନଙ୍କର ଗୁରୁ ଥିଲେ। ସେ ଖୁବ ବୁଦ୍ଧିମାନ, ଦୂରଦର୍ଶୀ ଏବଂ ରାଜନୈତିକ ତଥା ଆଧ୍ୟାତ୍ମିକ ଦିଗରେ ଦୂରଦୃଷ୍ଟ ଥିଲେ। ଏହି ପ୍ରକାରରେ ଉଶନା ଶ୍ରୀକୃଷ୍ଣଙ୍କର ବିଭୂତିର ଅନ୍ୟ ଏକ ପ୍ରତିନିଧି। ଏଟା ହଉଛି ଭଗବାନଙ୍କ ବିଭୂତି ଜଗତ। ଏଇସବୁ ଭଗବାନଙ୍କର ବିଭୂତିରେ ପ୍ରତିନିଧିତ୍ୱ କରୁଛନ୍ତି। ଭଗବାନ ବିଭିନ୍ନ ପ୍ରକାର ବିଭୂତି ଆମେ ଶୁଣିଲେ ସେ ସମସ୍ତ ବଳଠୁ ଆରମ୍ଭ କରିକି, ତପସ୍ୟାଠୁ ଆରମ୍ଭ କରିକି, ତେଜଠୁ ଆରମ୍ଭ କରିକି ବିଭିନ୍ନ ପ୍ରକାର ମଧ୍ୟରେ ଯୋଉରା ଯାହାର ମଧ୍ୟରେ ଭଗବାନ ବିଭୂତି ସର୍ବୋତ୍ତମ ଭାବରେ ପ୍ରକାଶିତ ହେଉଛି, ସେଇଟା ହଉଛି ଏଇ ଭାବେ ବିଭୂତିକୁ ପ୍ରକାଶ କରିକି ସେ ଭଗବାନଙ୍କୁ ପ୍ରତିନିଧିତ୍ୱ କରୁଛନ୍ତି। ତ ସେ କୁହାହଉଛି ୟାଙ୍କର ମଧ୍ୟରେ ଇଏ ହଉଛି କୃଷ୍ଣ, ତାଙ୍କର ମଧ୍ୟ ହଉଛି କୃଷ୍ଣ। ତେଣୁ ସେ କୃଷ୍ଣ ନୁହଁ, କିନ୍ତୁ କୃଷ୍ଣଙ୍କର ବିଭୂତି ତାର ମଧ୍ୟରେ ପ୍ରକାଶିତ ହେଇଛି। ଏଇ ଶବ୍ଦର ସବୁବେଳେ ଆମକୁ ଜାଣିବାକୁ ପଡିବ, ମନେ ରଖ, କୃଷ୍ଣ ବିଭୂତି। दंड दमयताम अस्मि नीतिर अस्मि जिगीषताम मौनम चाइवास्मि गुह्यानां ज्ञानम ज्ञानवताम अहम। दंड मानक मध्य मु दंड जष्टि अटे। जष्टि ମାନେ ଲାଠି। जष्टि ମାନେ କଣ? ଲାଠି। ଦଣ୍ଡ ବତାମ ଦଣ୍ଡ ଦଣ୍ଡ ଦମୟତାମ अस्मि। ସମସ୍ତ ବିଭେଦର ମଧ୍ୟ ମୁଁ ହଉଛି ଦଣ୍ଡ ବା ଜଷ୍ଟି। ତାପରେ ନୀତି ରଶ୍ମି ଜିଗିଷତାମ। ଜିଗିଷତାମ ମାନେ ସେମାନେ ଦିଗ୍ବିଜୟୀ, ବିଜୟ ହେବା ପାଇଁ ଚାହୁଛନ୍ତି, ତାଙ୍କ ମଧ୍ୟରେ ମୁଁ ହଉଛି ନୀତି। ଅର୍ଥାତ୍ ଯୋଉମାନେ ନୀତି ପାଳନ କରିବେ ସେମାନେ ବିଜୟୀ ହେଇପାରିବେ। ମୌନଂ ଚୈବାସ୍ମି ଗୁହ୍ୟାନାଂ। ଗୁପ୍ତ ବିଷୟ ମାନଙ୍କ ମଧ୍ୟରେ ମୁଁ ହଉଛି ମୌନ। ତ ମୌନ ରହିବା ମାନେ ସବୁ କିଛି ଗୁପ୍ତ ରହିବ, ମୁହଁ ଖୋଲିଲେ ଅବସ୍ଥା ଖରାପ। କିନ୍ତୁ ଏ ମୌନ ହେଇକି ରହିବା ଗୋଟେ ବଡ କଠିନ। ମୌନ ବ୍ରତ କରିବା ବି ବଡ କଠିନ। ଚୁପଚାପ ରହିବା, ମୌନୀ ବାବା, ଗୋଟେ ତପସ୍ୟା। କିନ୍ତୁ ଭକ୍ତ ମାନେ ତାଙ୍କର ସେ ମୌନ ହେଇକି ରହନ୍ତି, ତାଙ୍କର ମୌନ ବ୍ରତ ହଉଛି ସେମାନେ କେବଳ କୃଷ୍ଣ କଥା କହିବେ, ତାଙ୍କର ମୌନ ବ୍ରତ। ସମସ୍ୟା ହଉଛି ଆମ ମାନଙ୍କ ଗୋଟେ ଅଭ୍ୟାସ ଅଛି ଚୁପ୍ ହେଇକି ରହିପାରିବ। ସେ କେହି ଭିତରେ ଜବରଦସ୍ତ ୟା ନାଁରେ ତା ନାଁରେ ଏଇଟା କହିବା ସେଇଟା କହିବା, ଭଲ ମନ୍ଦ, କାହାକୁ ନିନ୍ଦା କରିବା, କାହାକୁ ମନ୍ଦ କରିବା, କାହାକୁ ଭଲ କହିବା, ଏଗୁଡା ଅଭ୍ୟାସ ହେଇଯାଇଛି। ସେଇଟାକୁ ନିୟନ୍ତ୍ରଣ କରିବା, ବିଷଗୁପ୍ତ ଭାବେ ରଖିବା, ସେଟା ହଉଛି ଗୋଟେ ମହାନ ତପସ୍ୟା। ଏ ଗୁପ୍ତ ବିଷୟ ମାନଙ୍କ ଭିତରେ ମୌନ ହଉଛି ଶ୍ରେଷ୍ଠ। ଆଉ ହଁ, ଜ୍ଞାନମ ଜ୍ଞାନ ବତମ ଅହମ। ମୁଁ ଜ୍ଞାନୀ ମାନଙ୍କର ଜ୍ଞାନ ଅଟେ। ଜ୍ଞାନମ ଜ୍ଞାନ ବତାମ। ଜ୍ଞାନୀ ମାନେ ଯୋଉ ଜ୍ଞାନ, ତାର ବସ୍ତୁଟା। ସେ ଜ୍ଞାନୀ ମାନେ ଏତେ ଅହଙ୍କାର କରୁଛନ୍ତି, ଜ୍ଞାନ ଜ୍ଞାନ ମୋ ଜ୍ଞାନୀ, କିନ୍ତୁ ସେ ଯଦି ଏଇଟା ବୁଝିପାରିବେ ମୋର ଯେ ଜ୍ଞାନ ଏଇଟା ଭଗବାନଙ୍କ ପ୍ରତିନିଧିତ୍ୱ କରୁଛି, ତାହେଲେ ଆମର ଜ୍ଞାନ ନେଇକି କିଛି ଅହଙ୍କାର ଆଉ ରହିବନି। ଏ ସବୁ କିଛି ପଛରେ ଯେ ଭଗବାନ, ସେଟା ଆମେ ବୁଝିପାରିବା। ହଁ, ସବୁ କିଛି ଭିତରେ ଭଲ ଭିତରେ ଭଗବାନ, ମନ୍ଦ ଭିତରେ ଭଗବାନ।
ତ ଏଇ ଗୋଟେ ଧାରଣା ଭଗବାନ ଦେବାକୁ ଚାହୁଁଛନ୍ତି ସାଧାରଣ ମଣିଷ ମାନଙ୍କ ପାଇଁ କି ସେଇ ଭାବରେ ସେ କଣ କରିବ ନା ଭଗବାନଙ୍କ ସଙ୍ଗେ ଆସ୍ତେ ଆସ୍ତେ ସମ୍ପର୍କିତ ହେଇପାରିବ। ତ ଅନେକ ଦମନକାରୀ ଶକ୍ତି ଅଛି, ସେମାନଙ୍କ ମଧ୍ୟରେ ଦୁଷ୍ଟ ବିନାଶକାରୀ ଶକ୍ତି ହଉଛି ପ୍ରଧାନ। ଯେତେବେଳେ ଦୁଷ୍ଟ ମାନେ ଦଣ୍ଡିତ ହୁଅନ୍ତି, ସେତେବେଳେ ଦଣ୍ଡ ଯଷ୍ଟି କୃଷ୍ଣଙ୍କର ପ୍ରତିନିଧିତ୍ୱ କରେ। ଦୁଷ୍ଟ ମାନେ ଯେତେବେଳେ ଦଣ୍ଡ ଦିଆ ହୁଏ, ଏଇ ଦଣ୍ଡ ହଉଛି ଭଗବାନଙ୍କ ପ୍ରତିନିଧିତ୍ୱ କରୁଛି ଦୁଷ୍ଟ ମାନଙ୍କୁ। ଦୁର୍ବଳ ମାନେ ଯଦି ନିଷ୍ପେଷିତ କରାହବ, ତାଙ୍କୁ ଅଯଥାରେ ଦଣ୍ଡ ଦିଆହବ, ସେଇଟା କିନ୍ତୁ କୃଷ୍ଣଙ୍କର ପ୍ରତିନିଧିତ୍ୱ କରିବ। ଦୁଷ୍କୃତକାରୀ ମାନେ ରାଜା ଦଣ୍ଡ ଦେବେ, ସେ ରାଜାଙ୍କର ସେ ଅଧିକାର ରହିଛି। ଯଦି କେହି ପାପ କର୍ମ କରିଲା, ତାହେଲେ ଯଦି ରାଜଦଣ୍ଡ ଭୋଗ କରିବ, ଭଲ ତା ପାଇଁ। ରାଜା ତାର କଲ୍ୟାଣ କଲେ କାହିଁକି ନା ରାଜଦଣ୍ଡ ଭୋଗ କରିଲେ ଆଉ ଯମଦଣ୍ଡ ଭୋଗିବାକୁ ପଡିବ ନାହିଁ, ସେଥିପାଇଁ ରାଜଦଣ୍ଡ ଟା ଭଲ। କିନ୍ତୁ ବର୍ତ୍ତମାନ ଯୁଗରେ ଯୋଉମାନେ ଦୁଷ୍କର୍ମ କରୁଛନ୍ତି, ସେମାନେ ଦଣ୍ଡ ପାଉନାହାନ୍ତି, ସାଧାରଣ ଲୋକ ବେଶୀ ଦଣ୍ଡ ପାଉଛନ୍ତି। ଅଳ୍ପ କୁକର୍ମରେ ବଡ ଦଣ୍ଡ ପାଇବେ, ବଡ କୁକର୍ମରେ ସେ ରାଜା ହେଇକି ବସିଥିବେ। କଳିଯୁଗ ଏ ଅବସ୍ଥା। ସେଇ ପ୍ରକାର ଦଣ୍ଡ ଭିତରେ କିନ୍ତୁ ଭଗବାନ ନାହାନ୍ତି। ଯୋଉ ଦଣ୍ଡରେ ଜୀବର କଲ୍ୟାଣ ହବ, ସେଇ ଦଣ୍ଡରେ ଭଗବାନ ଅଛନ୍ତି। ଦୁଷ୍ଟ ମାନେ ଯେତେବେଳେ ଦଣ୍ଡ ପାଇବେ, ସେ ଦଣ୍ଡ ହଉଛି ଭଗବାନ। ଯୋଉମାନେ କାର୍ଯ୍ୟ କ୍ଷେତ୍ରରେ ବିଜୟ ହାସଲ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କ ମଧ୍ୟରେ ବିଜୟକାରୀ ଉପାଦାନ ହେଲା ନୀତି। ଯେକୌଣସି କର୍ମରେ ବିଜୟ ହାସଲ କରିଗଲେ ନୀତିକି ମାନିକି ଚାଲିବା, ତାହେଲେ ବିଜୟ ହାସଲ କରିବା। କିନ୍ତୁ ବର୍ତ୍ତମାନ ଯୁଗରେ ଅନୀତିକି ମାନିକି ସବୁ ବିଜୟ ହାସଲ କରୁଛନ୍ତି। ବ୍ୟବସାୟଠୁ ଆରମ୍ଭ କରିକି, ରାଜନୀତି ଆରମ୍ଭ କରିକି, ଧର୍ମ ଆଧ୍ୟାତ୍ମିକ ସବୁ ଦିଗରେ ଦେଖାଯାଉଛି ଅନୀତି ଲୋକମାନେ ବେଶୀ ବିଜୟ ଲାଭ କରୁଛନ୍ତି। କଳିଯୁଗର ପ୍ରଭାବ ଓଲଟା। ଅଧର୍ମ କଲେ ତାର ବିଜୟ ହବ, ସେ ଧନୀ ହବ, ସେ ବଡ ରାଜନୀତିବିଦ ହେଇପାରିବ। ଅଧର୍ମ କଲେ ଏଇ ଯେତେ ବଡ ବଡ ଅଫିସର ସବୁ ହଉଛନ୍ତି, ସେମାନେ ମୁଁ ଶୁଣିଲି ଯାହା ସବୁ ବିଭିନ୍ନ ଅଫିସର ହଉଛନ୍ତି, ବହୁତ ବହୁତ ଟଙ୍କା ଲାଞ୍ଚ ଦେଇକି ଅଫିସର ହେବେ। ସେ ଲାଞ୍ଚ ଦେଇକି ଅଫିସର ହେବେ, ଅଫିସର ବେଳେ ଟଙ୍କା ଚୋରି କରିବେନି, ତାହେଲେ କେମିତି ହବ? ସମସ୍ତେ ବଡ ବଡ ପଇସା ମୁଁ ଶୁଣୁଛି ବଡ ବଡ ପଇସା ବସିଲେ କଣ କେମିତି ଆମେ ଯଦି ଏଇ ସମସ୍ତେ ଦୋ ନମ୍ବର କାମ ନ କରିବୁ, ତାହେଲେ ଏଇ ପୋଷ୍ଟରେ ରହିପାରିବୁ। ସତ୍ ହେଇଗଲେ ଏଇ ପୋଷ୍ଟ କେହି ରହିପାରିବେନି, ଏଇଭଳି ଅବସ୍ଥା ହେଇଯାଇଛି। ତ ଗୋଟେ ନୀତି ବାନ ହେଲେ ସେଟା ସେ ବିଜୟ ହାସଲ, ଯୋଉ ବିଜୟ ହାସଲ ମଧ୍ୟ ଯଥାର୍ଥ ନୀତି ପ୍ରୟୋଗ କରାହଉଛି, ସେଟା ଯେ ଭଗବାନ। ଅନୀତି ହେଲେ ସେଟା ଭଗବାନ ନୁହଁ। ନୀତି ଯଦି ଫଲୋ କରାହବ, ସେଟା ହଉଛି ଭଗବାନ। ଶ୍ରବଣ ମନନ ତଥା ଧ୍ୟାନ ଆଦି ଗୁପ୍ତ କ୍ରିୟା ମାନଙ୍କ ମଧ୍ୟରେ ମୌନ ହଉଛି ଅତ୍ୟନ୍ତ ଦରକାରୀ। ତେଣୁ ମୌନ ଅବଲମ୍ବନ କଲେ ବ୍ୟକ୍ତି ଖୁବ ଶୀଘ୍ର ଅଗ୍ରଗତି କରିପାରେ। ଯେତେ କମ କଥା କହିବ, ସେତେ ଭଲ। କିନ୍ତୁ କଳିଯୁଗ ଓଲଟା। କଳିଯୁଗରେ ପୁରାଣ କୁହାଯାଇଛି, କଳିଯୁଗରେ କିଏ ନେତା ହେବେ? ଯୋଉମାନେ ବେଶୀ କଥା ବକ୍ ବକ୍ କରିପାରିବେ, ସେମାନେ ନେତା ହେବେ। କଥା କହିଲା କୁହା ମୁଣ୍ଡା କପିଳା ଯୋଉମାନେ, ସେମାନେ ନେତା ହେଇପାରିବେ। ତମେ ଯଦି କଥା ନ କହିପାରିବ, ଯେତେ ଗୁଣ ଥିଲେ ତମେ ନେତା ହେଇପାରିବ। କିନ୍ତୁ ଯଥାର୍ଥ ବସ୍ତୁ ଗୁପ୍ତ ରକ୍ଷା ମଧ୍ୟରେ ମୌନ ହଉଛି ଶ୍ରେଷ୍ଠ। ଶ୍ରବଣ ମନନ ଧ୍ୟାନ ଏଗୁলো ଗୁପ୍ତ କ୍ରିୟା। ଏଇ ଗୁପ୍ତ କ୍ରିୟା ଗୁଡିକ ମଧ୍ୟରେ
ମୌନ ହଉଛି ଅତ୍ୟନ୍ତ ଦରକାର। କାହିଁକି ନା ମୌନ ଅବଲମ୍ବନ କଲେ ବ୍ୟକ୍ତି ଖୁବ୍ ଶୀଘ୍ର ଅଗ୍ରଗତି କରିପାରେ। କମ କଥା କହିଲେ କଥାର ଉପରେ ସଂଯମତା ବଢେ ମୌନବ୍ରତ ଅବଲମ୍ବନ କଲେ। ମୌନ ଅବଲମ୍ବନ କରିବା ଗୋଟେ ବଡ ତପସ୍ୟା, କଷ୍ଟ, କିନ୍ତୁ କରିପାରିଲେ ଖୁବ ଭଲ ଏଟା। ତାପରେ ଯେଉଁ ବ୍ୟକ୍ତି ଜଡ ଓ ଚେତନ ଭଗବାନଙ୍କର ପରାପ୍ରକୃତି ଅପରାପ୍ରକୃତି ମଧ୍ୟରେ ଥିବା ପାର୍ଥକ୍ୟକୁ ନିର୍ଣ୍ଣୟ କରିପାରେ, ସେ ଜ୍ଞାନୀ ବ୍ୟକ୍ତି ଅଟେ। ଏଇ ଜ୍ଞାନୀ ସ୍ୱୟଂ କୃଷ୍ଣ। ହଁ, ଏଇ ଜ୍ଞାନୀ ଜ୍ଞାନ ସ୍ୱୟଂ କୃଷ୍ଣଙ୍କର ପ୍ରତିନିଧିତ୍ୱ କରୁଛି। କୋଉ ଜ୍ଞାନ? ନା ଯଥାର୍ଥ ଜ୍ଞାନ। ଜ୍ଞାନ ଡେଫିନେସନ ହଉଛି ଜଡ ଚେତନ ମଧ୍ୟରେ ପାର୍ଥକ୍ୟ ନିରୂପଣ କରିବା, ଭଗବାନଙ୍କ ପରା ପ୍ରକୃତି ଅପରା ପ୍ରକୃତି ସମ୍ପର୍କେ ଜାଣିବି, ଅର୍ଥାତ୍ ଭଗବତ ବିଷୟକ ଜ୍ଞାନ ଯାର ମଧ୍ୟରେ ରହିଛି। ତ ସେମାନେ କଣ କରିବେ ନା ତାଙ୍କ ଯେ ଜ୍ଞାନ, ସେ ଜ୍ଞାନ ହଉଛି ଯଥାର୍ଥ ଜ୍ଞାନ। ଖାଲି ଆମେ ଶ୍ରବଣ କରିବା ଶ୍ଲୋକ ନମ୍ବର 39 ଏପର୍ଯ୍ୟନ୍ତ ବି ଭଗବାନଙ୍କର ଏପର୍ଯ୍ୟନ୍ତ ତାଙ୍କ ବିଭୂତି କଥା ଆମେ ଶ୍ରବଣ କରିଲେ। ଆଉ ଶେଷରେ ସିଦ୍ଧାନ୍ତ କଣ ଭଗବାନ ଦେବେ, ଆମେ କାଲିଠୁ ଶ୍ରବଣ କରିବା କି ସିଦ୍ଧାନ୍ତ ଭଗବାନଙ୍କର ଏ ସମ୍ପର୍କରେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ହରେ ହରେ। ବର୍ତ୍ତମାନ ଆମମାନେ ଚୈତନ୍ୟ ଚରିତାମୃତରୁ ଅଧ୍ୟୟନ କରିବା। ଦେଖନ୍ତୁ ଆମର ସାର